ତିନୋଟି ଭଜନ ମୁଁ ଆପଣମାନଙ୍କୁ ଦେଇପାରିଛି। ତିନୋଟି ଭଜନ ଯାକ ପାଖାପାଖି ସବୁ ଆଗ ଧାଡ଼ିର ମ୍ୟୁଜିକ୍ ଡାଇରେକ୍ଟର ମାନେ ଅଛନ୍ତି। ମୁଁ ଏତିକି କହିବି ଏ ସମୟରେ ଜଗାଙ୍କ ପାଖକୁ ଯିଏ ବି ଯାଏ ଭାବେ ତ ଚକା ଆଖି କେବେ ଦେଖିନ। ବୋଧହୁଏ କହିବେ ଏଇଟା ଓଡ଼ିଶାବାସୀଙ୍କ ଭଲ ପାଇବା ଗୋଟିଏ ଭଜନ ନୁହଁ। ଯେତେବେଳେ ରଥଯାତ୍ରା ପୂର୍ବରୁ ଏମିତି ସମୟ ଥିଲା ମୁଁ ଭାବିଲି ପୁରା ଡ୍ୟାନ୍ସ ରୋମାଣ୍ଟିକର ପୁରା ମାତିଥିଲି। ତ ପ୍ରତ୍ୟେକ ଡ୍ୟାନ୍ସ ରୋମାଣ୍ଟିକ ଗୀତ ପୁରା ଚାଲିଲା। ତ ତା ପୂର୍ବରୁ ମଧ୍ୟ ଆପଣ ଦେଖିଥିବେ ଗୋଟେ କନ୍ଧମାଳ ହଳଦୀ ଯେ ଓଡ଼ିଶାରେ ଚର୍ଚ୍ଚାର ପୁରା ଗୀତ ଚାଲିଛି। ତାପରେ ମୁଁ ଭାବିଲି ବୋଧେ ଜଗାର ବୋଧେ କୃପା ନାହିଁ କି କଣ ମୋ ପାଖରେ ଭଜନ କଣ ଏ ବର୍ଷ ନାହିଁ। ତ ଏତିକି ଭାବିବା ପରେ ଆଜି ତିନୋଟି ଭଜନ ମୁଁ ଆପଣମାନଙ୍କୁ ଦେଇପାରିଛି। ତିନୋଟି ଭଜନ ଯାକ ପାଖାପାଖି ସବୁ ଆଗ ଧାଡ଼ିର ମ୍ୟୁଜିକ୍ ଡାଇରେକ୍ଟର ମାନେ ଅଛନ୍ତି। ତ କହିବି ଆଜି ତିନୋଟି ଭଜନ ଯୋଉ ରହିଛି, ଗୋଟିଏ ରହିଛି ଆମ ଠାକୁର କଳା ଠାକୁର, ଯାହାକୁ ମ୍ୟୁଜିକ୍ ଦେଇଛନ୍ତି ଜାପାନୀ ଭାଇ, ତାକୁ କଣ୍ଠଦାନ କରିଛନ୍ତି ଗୋବିନ୍ଦ ଚନ୍ଦ୍ର ଆଉ ସମନାଥ କଣ୍ଠଦାନ କରିଛନ୍ତି ଖୁବ୍ ସୁନ୍ଦର ଭାବରେ। ଆଉ ତା ଦେହରେ ଯିଏ ଅଭିନୟ କରିଛନ୍ତି ସିପୁ ନାଲି ଆମ୍ବ ଯାହାକୁ ଦେଖିଛନ୍ତି, ନାଲି ଆମ୍ବ, ତା ସହିତ ଶେଷଦେବ, ଆଶିଷ, ଏମିତି ମାନସ ସବୁ ଏମାନେ ଅଭିନୟ କରିଛନ୍ତି। ଆଉ ଗୋଟିଏ ଗୀତ ରହିଛି ଚକା ଆଖି। ଯୋଉ ଚକା ଆଖି ଗୀତଟି ରହିଛି ସେଟା ବିବିଟି ମ୍ୟୁଜିକ୍ ରହିଛି। ତ ଖୁବ୍ ସୁନ୍ଦର ଭାବରେ ତାକୁ କଣ୍ଠଦାନ କରିଛନ୍ତି ଦୀପ୍ତିମୟୀ, ଯୋଉ ଆପଣମାନେ ଜାଣିଛନ୍ତି ମଧ୍ୟ ତାଙ୍କର ଏକ ସୁନ୍ଦର ଗୀତ। ତ ବଡ଼ପଣକୁ ଠିକ ମଧ୍ୟ ସେ ଗୀତଟି ଭିଜୁଆଲ କରିଥିଲି। ଏ ଚକା ଆଖି ତାଠାରୁ ମଧ୍ୟ ମୁଁ ଭଲ କରିବା ପାଇଁ ଚେଷ୍ଟା କରିବି। ଗୋଟେ ସୁନ୍ଦର ଡ୍ରାମା ଦେଇଛି। ତ ଏ ଗୀତଟି ମୁଁ ଏତିକି କହିବି ଏ ସମୟରେ ଜଗାଙ୍କ ପାଖକୁ ଯିଏ ବି ଯାଏ ଭାବେ ତ ଚକା ଆଖି କେବେ ଦେଖିବି, ସମସ୍ତେ ମନରେ କୁହନ୍ତି। ତେଣୁ ଏଥିରେ ଯୋଉ ଅଭିନୟ କରିଛନ୍ତି ଜ୍ୟୋତି ରଞ୍ଜନ ଆଉ ତା ସହିତ ମଧ୍ୟ ସୁରେଖା, ଦୁଇ ଜଣ ଖୁବ୍ ସୁନ୍ଦର ଭାବରେ ଅଭିନୟ କରିଛନ୍ତି। ଯେହେତୁ ସ୍ମୃତି ଯିଏକି ଯାତ୍ରାରେ ଏବେ ଅଭିନୟ କରିଛନ୍ତି, ସେ ଗୀତଟି ଏତେ ସୁନ୍ଦର ଡାଇଲଗ କହିଥିଲେ। ତ ମାନେ ସେଇ ସମୟର କଥା ଭାବିଲେ ମଧ୍ୟ ବହୁତ କଥା ଲାଗେ, କାହିଁକି ନା ସେ ଅଭିନୟକୁ ପୁରା ହଜି ଯାଇଥିଲେ। ତ ଆଉ ଗୋଟେ ଗୀତ ରହିଛି ଯୋଉଟା କି କୁନି ଭକତଠୁ ନେ କାଳିଆ, ଖୁବ୍ ସୁନ୍ଦର ଭାବରେ ସାଲୋନି ମ୍ୟୁଜିକରେ ତାଙ୍କର ଗୋଟିଏ ଗୀତ ମୋର ଯେ 1.6 ମିଲିୟନ ମଧ୍ୟ ପୂର୍ବ ବର୍ଷ ଯାଇଥିଲା। ଯେ କୁନି ଭକତଠୁ ନେ କାଳିଆ ଗୀତଟି ନିହାତି ଭାବରେ ଏ ବର୍ଷ ମଧ୍ୟ ଗୋଟେ ଭଲ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ। କାହିଁକି ନା ଛୋଟିଆ ପିଲାମାନେ ଯେତେବେଳେ ପୁରୀକୁ ଯିବେ ନିହାତି ଭାବରେ ସେ ଗୀତରେ ରିଲ୍ସ ଗୋଟେ କରିବେ। ତେଣୁ ଏବେ ପ୍ରତ୍ୟେକଟି ଗୀତ ଇନଷ୍ଟାଗ୍ରାମରେ ପୁରା ଟ୍ରେଣ୍ଡିଂରେ ଚାଲିଛି। ମୁଁ କହିବି ଏଇଟା ଓଡ଼ିଶାବାସୀଙ୍କର ଭଲ ପାଇବା ଆଉ ମୋର ମିଡ଼ିଆ ଭାଇମାନଙ୍କର ଯୋଉ ରହିଛି ସପୋର୍ଟିଂ ରହିଛି, ଆଉ ତା ସହିତ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କର